କେବେ ଆପଣ ଧ୍ୟାନ ଦେଇଛନ୍ତି କି କିଛି ମହିଳା ବୟସ ବଢ଼ିଲେ ମଧ୍ୟ ଯୁବତୀ ପରି ଦେଖାଯାଆନ୍ତି, ଆଉ କିଛି ମହିଳା ଅତି କମ୍ ବୟସରେ ମଧ୍ୟ ଥକ୍କା ଓ ନିର୍ଜୀବ ପରି ଦେଖାଯାଆନ୍ତି। କେବେ ଆପଣ ଆଇନା ସାମ୍ନାରେ ବସି ଭାବିଛନ୍ତି କି ମୁଁ ଏତେ ଶୀଘ୍ର କାହିଁକି ବୁଢ଼ୀ ଲାଗୁଛି? ଯଦି ଏମିତି ଭାବନା କେବେ ଆପଣଙ୍କ ମନରେ ଆସିଥାଏ, ତେବେ ନିଶ୍ଚିତ ଭାବେ କହୁଛି, ଆଜିର ଏହି ଭିଡ଼ିଓଟି କେବଳ ଆପଣଙ୍କ ପାଇଁ ନୁହେଁ, ଆପଣଙ୍କ ସମଗ୍ର ଜୀବନ ପାଇଁ ଅଟେ। ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା। ଏଥିରୁ କେହି ମୁକ୍ତି ପାଇପାରିବେ ନାହିଁ। କିନ୍ତୁ ବୟସ ଆସିବା ପୂର୍ବରୁ ମୁହଁରେ ଥକ୍କା, ଝୁରିଆ ଓ ଚମକ ହରାଇଯିବା ଏହା ପ୍ରକୃତି କରେ ନାହିଁ। ଏହା ହୁଏ ଆମର ଦିନନିଶିର ଅଭ୍ୟାସର କାରଣରୁ। ଆଜି ମୁଁ ଆପଣଙ୍କୁ ସେହି 8ଟି ଅଭ୍ୟାସ ବିଷୟରେ କହିବି। ଯଦି କୌଣସି ମହିଳା ଆଜିଠାରୁ ଆରମ୍ଭ କରନ୍ତି, ଲୋକେ ତାଙ୍କର ବୟସ ପଚାରିବେ ପୂର୍ବରୁ 2 ଥର ଭାବିବେ। ଏହା କୌଣସି ଯାଦୁ ନୁହେଁ, ଏହା ସେହି ସତ୍ୟ ଯାହା ଅନେକ ମହିଳା ଜାଣନ୍ତି କିନ୍ତୁ ଆପଣେଇ ନାହାନ୍ତି। ଯଦି ଆପଣ ପୁନର୍ବାର ନିଜକୁ ତରୁଣ, ସୁନ୍ଦର ଓ ଆତ୍ମବିଶ୍ୱାସୀ ଭାବରେ ଅନୁଭବ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡ଼ିଓକୁ ନିଜ ମା, ଭଉଣୀ, ମିତ୍ରମାନଙ୍କ ସହିତ ସେୟାର କରନ୍ତୁ। କାରଣ ସୁନ୍ଦରତା ବାଣ୍ଟିଲେ ବଢ଼େ। ଏବେ ଧ୍ୟାନ ଦିଅନ୍ତୁ, କାରଣ ଆଗକୁ ଥିବା ପ୍ରତ୍ୟେକ ପଏଣ୍ଟ ଆପଣଙ୍କ ଜୀବନ ସହିତ ସମ୍ପର୍କିତ। ନମ୍ବର 1, ପ୍ରଥମ ଅଭ୍ୟାସ, ସବୁବେଳେ ନିଜକୁ ଥକି ଯାଇଥିବା ମହିଳା ଭାବିବା ବନ୍ଦ କରନ୍ତୁ। ଅନେକ ମହିଳା ସକାଳେ ଉଠିଲେ କହନ୍ତି, ଆଜି ମୋତେ ବହୁତ ଥକା ଲାଗୁଛି। ଏହି ଭାବନା ଧୀରେ ଧୀରେ ତାଙ୍କର ପରିଚୟ ହୋଇଥାଏ। ଘର, ଅଫିସ, ପିଲାମାନେ, ପରିବାରର ଦାୟିତ୍ୱ ସବୁ ସମ୍ଭାଳି ସେମାନେ ନିଜକୁ ସବୁଠାରୁ ପଛରେ ରଖିଦିଅନ୍ତି। କିନ୍ତୁ ଏହି ଭାବନା ମୁହଁରେ ଝୁରିଆ, ଥକାଣ ଓ ନିର୍ଜୀବତା ଆଣିଦିଏ। ଯେତେବେଳେ ମନ ଓ ଆତ୍ମା ଥକିଯାଏ, ମୁହଁର ଚମକ ନିଜେ ହରାଇଯାଏ। ସେଥିପାଇଁ ପ୍ରତିଦିନ ସକାଳେ ନିଜକୁ କୁହନ୍ତୁ, ମୁଁ ଥକିନି, ମୁଁ ସକ୍ଷମ, ମୁଁ ସୁନ୍ଦର। ନମ୍ବର 2, ଦ୍ୱିତୀୟ ଅଭ୍ୟାସ, ନିଦ୍ରାକୁ କେବେ ହେଲେ ମଧ୍ୟ ହାଲୁକାରେ ନେବେ ନାହିଁ। ନିଦ୍ରା କେବଳ ଆରାମ ନୁହେଁ, ଏହା ଆପଣଙ୍କ ତ୍ୱଚା ଓ ଶରୀରର ମରାମତି ସମୟ। ଯଦି ଆପଣ ରାତିରେ କେବଳ 4ରୁ 5 ଘଣ୍ଟା ଶୋଉଛନ୍ତି, ତେବେ ଧୀରେ ଧୀରେ ମୁହଁର ଚମକ, ଆଖିର ତାଜାପନ ଓ କେଶର ରୂପ ହରାଇଯାଏ। ଯଦି ଆପଣ ଯୁବା ଦେଖାଯିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ 7ରୁ 8 ଘଣ୍ଟା ଗଭୀର ନିଦ୍ରା ନିଅନ୍ତୁ। ନମ୍ବର 3, ତୃତୀୟ ଅଭ୍ୟାସ, କେବଳ ଶୋଷ ଲାଗିଲେ ପାଣି ପିଅନ୍ତୁ ନାହିଁ। ଅନେକ ମହିଳା ଦିନଭରି ଚା ଓ କଫି ପିଅନ୍ତି, କିନ୍ତୁ ପାଣି ପିଇବାକୁ ଭୁଲି ଯାଆନ୍ତି। ପାଣି ହେଉଛି ତ୍ୱଚା ପାଇଁ ସବୁଠାରୁ ସରଳ ଓ ଶକ୍ତିଶାଳୀ ଟନିକ୍। ଦିନକୁ କମରେ କମ୍ 8ରୁ 10 ଗ୍ଲାସ ପାଣି ପିଅନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ଭିତରୁ ଜୀବନ ଦେଇଥାଏ। ନମ୍ବର 4, ଚତୁର୍ଥ ଅଭ୍ୟାସ, ସବୁବେଳେ ମୁହଁକୁ ଚିନ୍ତା ଓ ଟେନସନରେ ପୋଷ୍ଟର କର ନାହିଁ। ଅତ୍ୟଧିକ ଚିନ୍ତା ମୁହଁରେ ସ୍ଥାୟୀ ଚିହ୍ନ ଛାଡ଼ିଯାଏ। ସେଥିପାଇଁ ପ୍ରତିଦିନ କମରେ କମ୍ 5 ମିନିଟ୍ ଧ୍ୟାନ କରନ୍ତୁ। ନମ୍ବର 5, ପଞ୍ଚମ ଅଭ୍ୟାସ, ଖାଦ୍ୟକୁ କେବଳ ପେଟ ଭରିବା ପାଇଁ ଭାବନ୍ତୁ ନାହିଁ। ଆପଣଙ୍କ ଖାଦ୍ୟ ଆପଣଙ୍କ ତ୍ୱଚା ଓ ବୟସ ଉପରେ ଗଭୀର ପ୍ରଭାବ ପକାଏ। ସେଥିପାଇଁ ଖାଦ୍ୟରେ ଯୋଗ କରନ୍ତୁ ସବୁଜ ପରିବା, ଫଳ, ନଟ୍ସ, ଓମେଗା-3 ଥିବା ଖାଦ୍ୟ। ନମ୍ବର 6, ଷଷ୍ଠ ଅଭ୍ୟାସ, ମୁହଁ ସହିତ ଗଳାର ତ୍ୱଚାର ମଧ୍ୟ ଯତ୍ନ ନିଅନ୍ତୁ। ଗଳାର ତ୍ୱଚା ସବୁଠାରୁ ପ୍ରଥମେ ବୟସର ଚିହ୍ନ ଦେଖାଏ। ସେଥିପାଇଁ ମୁହଁ ପରି ଗଳାକୁ ମଧ୍ୟ ମଶ୍ଚରାଇଜର ଓ ମସାଜ କରନ୍ତୁ। ନମ୍ବର 7, ସପ୍ତମ ଅଭ୍ୟାସ, ନକାରାତ୍ମକ ଚିନ୍ତାକୁ ଜୀବନରୁ ଦୂର କରନ୍ତୁ। ଅଧିକ ଷ୍ଟ୍ରେସ୍ ଶରୀରରେ ହରମୋନ୍ ବଢ଼ାଇ ଦିଏ, ଯାହା ତ୍ୱଚାର କୋଲାଜେନ୍ କମାଇ ଦିଏ। ସେଥିପାଇଁ ପ୍ରତିଦିନ 10ରୁ 15 ମିନିଟ୍ ନିଜ ପାଇଁ ଦିଅନ୍ତୁ। ନମ୍ବର 8, ଅଷ୍ଟମ ଅଭ୍ୟାସ, ପ୍ରତିଦିନ ହାଲୁକା ଓ ଏକ୍ସରସାଇଜ, ମୁହଁରେ ମସାଜ କରନ୍ତୁ। ହାଲୁକା ବ୍ୟାୟାମ କରିଲେ ରକ୍ତ ସଞ୍ଚାଳନ ବଢ଼େ ଏବଂ ତ୍ୱଚାରେ ପ୍ରାକୃତିକ ଚମକ ଆସେ। ତେବେ ଦେଖିଲେ, ଏହି 8ଟି ଛୋଟ ଅଭ୍ୟାସ ଯଦି ଆପଣ ଆଜିଠାରୁ ଆପଣେଇବେ, ତେବେ ବୟସ କେବଳ ଏକ ସଂଖ୍ୟା ହୋଇଯିବ। ମନେ ରଖନ୍ତୁ, ଯୁବତ୍ୱ କେବଳ ମୁହଁର ଚମକ ନୁହେଁ, ଏହା ହେଉଛି ମନର ତାଜାପନ, ଆତ୍ମବିଶ୍ୱାସ ଓ ନିଜ ପ୍ରତି ପ୍ରେମ। ସେଥିପାଇଁ ପ୍ରତିଦିନ ନିଜ ପାଇଁ ସମୟ ନିଅନ୍ତୁ, ନିଜ ଶରୀର ଓ ମୁହଁର ଯତ୍ନ ନିଅନ୍ତୁ ଏବଂ ନକାରାତ୍ମକ ଭାବନାକୁ ଦୂର କରନ୍ତୁ। ଧୀରେ ଧୀରେ ଏହି ଅଭ୍ୟାସଗୁଡ଼ିକ ଆପଣଙ୍କ ସମଗ୍ର ଜୀବନକୁ ବଦଳାଇ ଦେବ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି,
ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡ଼ିଓକୁ ନିଜ ପରିବାର ମିତ୍ରମାନଙ୍କ ସହିତ ସେୟାର କରନ୍ତୁ। କାରଣ ସତ୍ୟ ଓ ସୁନ୍ଦର ଜ୍ଞାନ ସବୁଙ୍କ ପାଖକୁ ପହଞ୍ଚିବା ଉଚିତ।